ବନ୍ଧୁଗଣ, ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଯେଉଁ ସଂସ୍କାର କରାଯାଏ ତାହାକୁ 16 ଭାଗରେ ବିଭକ୍ତ କରାଯାଇଛି। 16ଟି ସଂସ୍କାର କରାଯାଏ ଏବଂ ସେହି ସବୁ ସଂସ୍କାର ଭିତରୁ ଗୋଟିଏ ସଂସ୍କାର ଅନ୍ୟତମ ଦାହ ସଂସ୍କାର, ଶବ ଦାହ ସଂସ୍କାର। ଆଜିକାଲି ଏହା ଉପରେ ବହୁତ ଲୋକକୁ ଅବଗତ ନଥାଏ। ସନାତନ ଧର୍ମରେ ଏମିତି ବହୁତ ସାରା ନୀତି ନିୟମ ଅଛି ଯାହାକି ବହୁତ ଲୋକ ଭୁଲି ଯାଆନ୍ତି। ଦର୍ଶକ ବନ୍ଧୁ, ଗରୁଡ଼ ପୁରାଣ ଅନୁସାରେ ଶବଦାହ ସଂସ୍କାର ବା ମୃତ୍ୟୁ ପରେ ଯେଉଁ 16ଟି ସଂସ୍କାର କରାଯାଏ, ଏହି ସଂସ୍କାର କରିବା ଦ୍ୱାରା ଆତ୍ମାର ମୁକ୍ତି ହୋଇଥାଏ। ଅର୍ଥାତ୍ ଆତ୍ମା ଏଠିକି ସେଠିକି ନ ଭଟକି କରି ତାର ଉତ୍ତମ ଲକ୍ଷ୍ୟରେ ଚରମ ସୀମା ସେ ପ୍ରାପ୍ତ କରିଥାଏ। ଦର୍ଶକ ବନ୍ଧୁ, ବୈଜ୍ଞାନିକ ଏବଂ ଆମର ଶାସ୍ତ୍ରୀୟ ମତ ଅନୁସାରେ ଏହାର ବିଭିନ୍ନ ରୂପ ମଧ୍ୟ ଅଛି ଏବଂ ଏହାର ଦୁଇଟି ଯାକକୁ ଯଦି ଆମେ ଆକ୍ଷେପ କରିବା, ଏହି ସବୁକୁ ଗୋଟିଏ ହିଁ ନିର୍ଦ୍ଧାରିତ କରାଯାଏ ଯେ କାହିଁକି ଶବଦାହ ସଂସ୍କାର ବା ମୃତ୍ୟୁ ପରେ କାହିଁକି ଏହି ସଂସ୍କାର କରାଯାଇଥାଏ। ଆଜି ମୁଁ ଆପଣମାନଙ୍କୁ ପଚାରୁଛି ଯେ ବା ବର୍ଣ୍ଣନା କରିବି ଭିଡ଼ିଓରେ, ଶବଯାତ୍ରା ସମୟରେ ଯେଉଁ ବ୍ୟକ୍ତି ଆଗରେ ଗୋଟିଏ ହାଣ୍ଡି ଧରିଥାନ୍ତି ତାହା କାହିଁକି, ଏହି ନିୟମ କାହିଁକି ପାଳନ କରାଯାଏ? ଶବଯାତ୍ରା ସମୟରେ ଯେଉଁ ବ୍ୟକ୍ତି ହାଣ୍ଡି ଧରିକରି ଆଗକୁ ଆଗକୁ ଯାଇଥାନ୍ତି ସେହି ଭିତରେ କିଛି ନିଆଁ ଲଗାଯାଇଥାଏ, ତାହା କାହିଁକି କରାଯାଇଥାଏ? ଏହା ପଛରେ ବୈଜ୍ଞାନିକ ଏବଂ ଆଧୁନିକ କାରଣ ବା ଆମ ଶାସ୍ତ୍ରୀୟ ମତ ଆଜି ଆପଣମାନଙ୍କୁ ଜଣାଇବି। ଆପଣମାନଙ୍କ ଭିତରୁ କ'ଣ କେହି ଜାଣିଛନ୍ତି କି କାହିଁକି ହାଣ୍ଡି ଧରି ଆଗରେ ଗୋଟିଏ ବ୍ୟକ୍ତି ଯାଇଥାଏ? ଯଦି ଜାଣିଛନ୍ତି କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ମୃତ୍ୟୁ ପରେ ଏହି ଶବଦାହ ସଂସ୍କାର ବିଷୟରେ ଆପଣମାନଙ୍କୁ ବର୍ଣ୍ଣନା କରିବି ଏବଂ ଆମେ ସଠିକ ରୂପରେ ଜାଣିବା ଯେ କାହିଁକି ଶବଯାତ୍ରା ସମୟରେ ଆଗରେ ଗୋଟିଏ ଲୋକ ଗୋଟିଏ ହାଣ୍ଡି ଧରିକରି ଚାଲିଥାଏ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଆପଣଙ୍କୁ କିଛି ଆଗ୍ରହଜନକ ଏବଂ କିଛି ଶିକ୍ଷଣୀୟ ଜିନିଷ ବତାଇବି। ଯେମିତିକି ଶବଯାତ୍ରା ସମୟରେ କ'ଣ ବିବାହର କିଛି ସମ୍ବନ୍ଧ ଅଛି କି? ଶବଯାତ୍ରା ସମୟରେ ଏମିତି କେଉଁ କାର୍ଯ୍ୟ କରିବା ଦ୍ୱାରା ମଣିଷର ସବୁ ପାପ ନଷ୍ଟ ହୋଇଯାଇଥାଏ? କାହିଁକି ଖଇ, କଉଡ଼ି ଏବଂ କିଛି କଏନକୁ ଫିଙ୍ଗା ଯାଇଥାଏ? ଶବଯାତ୍ରା ସମୟରେ ବା ଶବଦାହ ସମୟରେ କାହିଁକି ଗୋଟିଏ ହାଣ୍ଡି, ପାଣିରେ ଭରି ହୋଇଥିବା ଗୋଟିଏ ହାଣ୍ଡିକୁ ଭଙ୍ଗା ଯାଇଥାଏ? ଏବଂ ଏହାର ଆମର ନିତିଦିନିଆ ଜୀବନ ଯେତେବେଳେ ସେହି ଲୋକଟି ବଞ୍ଚିଥିଲା ତା ସହିତ ଏବଂ ତାର ବୈବାହିକ ଜୀବନ ସହିତ କ'ଣ ସମ୍ବନ୍ଧ ଥାଏ କି? ଏହି ନିୟମ କାହିଁକି ପାଳନ କରାଯାଇଥାଏ? ଆପଣମାନଙ୍କ ଭିତରୁ କେତେ ଜଣଙ୍କୁ ଜଣାଅଛି ଏହି ନିୟମ କାହିଁକି ପାଳନ କରାଯାଇଥାଏ? ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁକୁ ମୁଁ ଅନୁରୋଧ କରିବି ଯେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ନିହାତି ଲେଖନ୍ତୁ। ଦର୍ଶକ ବନ୍ଧୁ, ଆଜିକାଲି ବହୁତ ଲୋକ ଏସବୁକୁ ବିଶ୍ୱାସ କରନ୍ତି ନାହିଁ। ବୈଜ୍ଞାନିକ ମତକୁ ସାମ୍ନାକୁ ଆଣିକରି ଏହି ସବୁକୁ ଅନ୍ଧବିଶ୍ୱାସ ବୋଲି ଭାବନ୍ତି, କିନ୍ତୁ ଏହାର ଏକ ପୌରାଣିକ ମାନ୍ୟତା ମଧ୍ୟ ଅଛି। ଦର୍ଶକ ବନ୍ଧୁ, ଯେତେବେଳେ ଗୋଟିଏ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ ତାହା ପାଇଁ ଶବଯାତ୍ରା ବା ଶବ କୋକେଇ ପ୍ରସ୍ତୁତ କରାଯାଇଥାଏ ଏବଂ ସେହି ସମୟରେ ସେହି ଘରୁ ହିଁ ଗୋଟିଏ ହାଣ୍ଡିରେ ପତଳା ଦଉଡ଼ିରେ ଗୋଟିଏ ଝୁଲାଇ କରି କିଛି ନିଆଁ ସେହି ହାଣ୍ଡି ଭିତରେ ପୁରାଇ କରି ଘରୁ ନେଇକରି ଆସିଥାନ୍ତି। ଯେତେବେଳେ ମଶାଣିରେ ପହଞ୍ଚି ଯାଆନ୍ତି, ଶ୍ମଶାନରେ ପହଞ୍ଚି ଯାଆନ୍ତି, ସେତେବେଳେ ସେହି ଶବକୁ ଦାହ କରିବାର ସମୟ ଆସିଥାଏ। ଘାସ ଉପରେ ସେହି ହାଣ୍ଡିକି ରଖିକରି ନିଆଁ ଜଳାଯାଇଥାଏ। ସେହି ନିଆଁରେ ମୁଖାଗ୍ନି ଦିଆଯାଇଥାଏ ମୃତ ବ୍ୟକ୍ତିଙ୍କୁ। ଏହା ପଛରେ କ'ଣ କାରଣ ଅଛି? କାହିଁକି ଘରୁ ହିଁ ସେହି ନିଆଁ ଲଗାଇ କରି ଅଣାଯାଏ? ଦର୍ଶକ ବନ୍ଧୁ, ଏହା ପଛରେ ଏକ କାହାଣୀ ଅଛି ବା ଏହା ପଛରେ ଏକ ସତ୍ୟତା ଅଛି। ଯେତେବେଳେ ଗୋଟିଏ ଶିଶୁଟିଏ ଜନ୍ମ ହୁଏ ଏନ୍ତୁଡ଼ି ଜଳା ଯାଇଥାଏ। ତାପରେ ସେହି ଶିଶୁଟି ବା ସେହି ଯାହା ବି ଧୀରେ ଧୀରେ ବଡ଼ ହୋଇଥାଏ, ତାର ବିବାହ କାର୍ଯ୍ୟ କରାଯାଇଥାଏ। ସେହି ହୋମକୁ, ସେହି ନିଆଁକୁ ସାକ୍ଷୀ ରଖିକରି ସେ 7ଟି ଫେରା 7ଟି ବଚନ ନେଇଥାଏ। ନିଜ ଘରେ ସେ ବ୍ରତ ଉପନୟନ କରିଥାଏ ବା ନିଜ ଘରେ ସେ ହୋମ ଯଜ୍ଞ ଏବଂ ଠାକୁରଙ୍କ ଘରେ ଦୀପ ଜାଳିଥାଏ ସେହି ଅଗ୍ନିକୁ ସାକ୍ଷୀ ରଖିକରି। ତେଣୁ ସେହି ଅଗ୍ନି ତାର ଘରେ ସ୍ଥାପିତ ହୋଇଯାଇଥାଏ। ସେହି ବ୍ୟକ୍ତି ଯେତେବେଳେ ମରିଯାଇଥାଏ ସେହି ଘରୁ ହିଁ ଅଗ୍ନିକୁ
ଗୋଟିଏ ହାଣ୍ଡିରେ ଶୁଖି ଯାଇଥିବା ଗୋବରର ଘଷିରେ ଜଳାଯାଇଥାଏ କିମ୍ବା କିଛି ପାଳରେ ପାଳ ଧୂଆଁ କରି କରି ଜଳାଯାଇ କରି ସେହି ଘରୁ ହିଁ ସେହି ଅଗ୍ନିକୁ ନେଇକରି ଶବ ଦାହ କରାଯାଇଥାଏ। ଚାଲନ୍ତୁ ଏବେ ଆଜି ଆପଣଙ୍କୁ କହିବି ଯେ କାହିଁକି ଯେତେବେଳେ ଶବକୁ ଜଳାଯିବ ସେତେବେଳେ ଗୋଟିଏ ହାଣ୍ଡିରେ ପାଣି ଭରି କରି ରଖାଯାଇଥିବ ତାହାକୁ କାହିଁକି ସେତେବେଳେ ଭଙ୍ଗା ଯାଇଥାଏ। ଦର୍ଶକ ବନ୍ଧୁ, ଏହା ପଛରେ ଗୋଟିଏ କାରଣ। ଯେତେବେଳେ ସେହି ଶବକୁ ଜଳାଯାଇଥାଏ, ମୃତକଙ୍କର ବଡ଼ପୁଅ କିମ୍ବା ଅନ୍ୟ କେହି ଗୋଟିଏ ହାଣ୍ଡିରେ ପାଣି ପୁରାଇ କରି ଛୋଟିଆ କଣାଟିଏ କରାଯାଇଥାଏ। ସେହି ଶବ ଯେଉଁଠାରେ ଥାଏ ଶବ ଜଳାଯିବ ତାର ଚାରିପଟେ ବୁଲାନ୍ତି ଏବଂ ଗୋଟିଏ ଜାଗାରେ ସେହି ହାଣ୍ଡିକୁ ବାଡ଼େଇ ଦିଅନ୍ତି ବା ତଳେ ପକାଇ ଦିଅନ୍ତି। ତାପରେ ସେହି ଶବକୁ ମୁଖାଗ୍ନି ଦିଆଯାଏ। ଏହା ପଛରେ ଗୋଟିଏ ସତ୍ୟତା ଏଇଆ ଯେ ଜୀବନ ଏକ ଯେମିତି ହାଣ୍ଡିରୁ ପାଣି ଧୀରେ 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 କରି ଲିକ୍ ହୋଇ କରି ବାହାରୁଥାଏ, ତାପରେ ତାହାକୁ ତଳେ ବାଡ଼ାଯାଏ ଏବଂ ମୁଖାଗ୍ନି ଦିଆଯାଏ। ସେମିତି ଜୀବନ ବି ପ୍ରତି କ୍ଷଣରେ ଆମର ଆୟୁ ସରି 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 ଯାଇଥାଏ। ଯେଉଁଦିନ ଆମ ଆୟୁ ପୁରା ସରିଯିବ ସେତେବେଳେ ଆମେ ବି ଏମିତି ନିଆଁ ଆମକୁ ମଧ୍ୟ କରାଯିବ, ଆମ ଜୀବନ ବି ମାଟିରେ ମିଶିଯିବ। ଏହା ହେଉଛି ଏକ ଗରୁଡ଼ ପୁରାଣରେ ଥିବା ସତ୍ୟତା। ପ୍ରତ୍ୟେକ ଦିନ ଆମର ଆୟୁ ଶେଷ ହୋଇ ହୋଇଯାଏ। ଚାଲନ୍ତୁ ଏବେ ମୁଁ ଆପଣଙ୍କୁ ଏହାର ବୈଜ୍ଞାନିକ କାରଣ ବତାଇବି। ଦର୍ଶକ ବନ୍ଧୁ, ବୈଜ୍ଞାନିକ କାରଣ ଏହା ଅଟେ ଯେ ପୁରୁଣା ଜମାନା ବା ଆମର ଆଗ କାଳରେ ଏମିତି ଶ୍ମଶାନ ନଥିଲା। ଲୋକମାନେ ଶବ ବା ମୃତ ବ୍ୟକ୍ତିଙ୍କୁ ଜମିରେ ବା ନିଜର କ୍ଷେତ ବାଡ଼ିରେ ଜଳାଇ ଦେଉଥିଲେ। ଏମିତି ତ ଶସ୍ୟ ରାଗି ରହୁଥିଲା। କେଉଁ ବ୍ୟକ୍ତି କେଉଁ ସମୟରେ ମୃତ୍ୟୁ ହୋଇଥିଲା ସେ ସମୟରେ ବିଲରେ ଶସ୍ୟ ବି ତ ଥିବ, କାଳେ ଯଦି ନିଆଁ ଲାଗିଯିବ। ତ ବୈଜ୍ଞାନିକ କାରଣ ଅନୁସାରେ ମୃତ ବ୍ୟକ୍ତିଙ୍କୁ ଯେତେବେଳେ ଶବଦାହ କରାଯିବ ସେହି ସମୟରେ ଯେତେବେଳେ ପାଣିରେ ଭରି ହୋଇଥିବା ମାଟି ହାଣ୍ଡିକୁ ତଳେ ବଡ଼ାଯିବ, ସେହି ଯେଉଁଠି ସେହି ମୃତ ବ୍ୟକ୍ତିଙ୍କର ଶବଦାହ ହବ ସେହି ମାଟି ଓଦା ହବ, ଯାହା ଦ୍ୱାରା କି ନିଆଁଟି ବାହାରକୁ ଯିବ ନାହିଁ ବା ଚାରିଆଡ଼େ ନିଆଁ ଲାଗିବ ନାହିଁ। ସେହି ଜାଗାର ହିଁ ସ୍ଥାୟୀ ହୋଇ ନିଆଁଟି ରହିବ। ଏହା ହେଉଛି ବୈଜ୍ଞାନିକ କାରଣ। ଯଦି ମାଟି ଓଦା ରହିବ, ଯେଉଁଠାରେ ନିଆଁ ଜଳାଯିବ ବା ସେହି ନିଆଁ ବାହାରକୁ ଫେଲିବ ନାହିଁ। ଶବଦାହର ଆଉ ଏକ ଖାସ୍ ରହସ୍ୟ ଅଛି ନା ମୃତ ବ୍ୟକ୍ତି ଯେତେବେଳେ ମରିଯାଆନ୍ତି, ଯେତେବେଳେ ତାଙ୍କର ଶବଦାହ କରାଯାଏ, ତାଙ୍କର ମୁଣ୍ଡକୁ କାହିଁକି ଗୋଟିଏ ଲମ୍ବା ଠେଙ୍ଗା ବା ବାଡ଼ିରେ ମରାଯାଏ? ଏହା ପଛରେ କ'ଣ କାରଣ ଅଛି ଆପଣମାନେ କ'ଣ ଜାଣିଛନ୍ତି? ଦର୍ଶକ ବନ୍ଧୁ, ଯଦି ମରିଯାଇଥିବା ବ୍ୟକ୍ତିଙ୍କର ଶରୀର ଭଲ ଭାବରେ ନ ଜଳିବ ଏହା ଅଶୁଭ ମନେ କରାଯାଏ। ମୃତ ବ୍ୟକ୍ତିଙ୍କର ମୁଣ୍ଡ ଏଥିରେ ଠେଙ୍ଗା ମାରିବାର କାରଣ ଏଇଆ ଅଟେ ଯେ ଆମର ମୁଣ୍ଡରେ ବା ଆମ ମସ୍ତିଷ୍କରେ ବ୍ରହ୍ମକେନ୍ଦ୍ର ରହିଛି। ଏହି ବ୍ରହ୍ମକେନ୍ଦ୍ରକୁ ମାରିବା ଦ୍ୱାରା ଭଲ ଭାବରେ ସବୁ ଶରୀର ଜଳିଯିବ, କିନ୍ତୁ କିଛି ଲୋକଙ୍କର ଖପୁରି ଜଳି ନଥାଏ। ଯଦି ଖପୁରିକୁ ଭଲ ଭାବରେ ଜଳାଯାଏ, ଠେଙ୍ଗା ମାରିକରି ଯଦି ନ ଜଳିବ ଠେଙ୍ଗା ମାରିକରି ଜଳାଯାଏ, ଯାହା ଦ୍ୱାରା କ'ଣ ହୋଇଥାଏ ନା ମୃତ ପୌରାଣିକ ମାନ୍ୟତା ଅନୁସାରେ ସେ ସ୍ୱର୍ଗ ପ୍ରାପ୍ତି କରିଥାଏ। ଯଦି ସେହି ଖପୁରି ନ ଜଳିକରି ଅଧା ରହିଯାଏ, ତାନ୍ତ୍ରିକ ମାନେ ତାହାକୁ ନେଇକରି ତନ୍ତ୍ର ପ୍ରୟୋଗ କରିଥାନ୍ତି, ଯାହାଦ୍ୱାରା ମୃତକଙ୍କର ଆତ୍ମାକୁ ଭାରି କଷ୍ଟ ହୋଇଥାଏ ଏବଂ ମୃତକଙ୍କ ପରିବାରକୁ ବି ବହୁତ କଷ୍ଟ ହୋଇଥାଏ। ଏବେ ଚାଲନ୍ତୁ ଜାଣିବା ବୈଜ୍ଞାନିକ କାରଣ କ'ଣ ଅଛି। ଦର୍ଶକ ବନ୍ଧୁ, ବୈଜ୍ଞାନିକ କାରଣ ଅନୁସାରେ ଶରୀରର ସବୁ ଅଙ୍ଗ ଜଳିଯିବ, କିନ୍ତୁ ମୁଣ୍ଡ ଜଳିବା ପାଇଁ ବା ଖପୁରି ଜଳିବା ପାଇଁ ବହୁତ ସମୟ ଲାଗିବ। ଯଦି ନ ଜଳିବ, ଜଙ୍ଗଲୀ ପଶୁମାନେ ତାହାକୁ ନେଇଯିବେ, ଅଲଗା ଜାଗାରେ ଫିଙ୍ଗିଦେବେ, ଯାହାଦ୍ୱାରା କି ପରିବେଶ ପ୍ରଦୂଷଣ ହବ। ସେଥିପାଇଁ ଯେଉଁ ବ୍ୟକ୍ତି ମରିଯାଏ ତାର ଖପୁରିକୁ ଠେଙ୍ଗା ଦ୍ୱାରା ବା ବାଡ଼ି ଦ୍ୱାରା ମାରିବା ଦ୍ୱାରା ସେ ସମ୍ପୂର୍ଣ୍ଣ ଜଳିଯାଏ ଏବଂ ସେହି ଶବ ଯେଉଁଠାରେ ଶବ ଜଳାଯାଏ ସେହି ଶବ ଉପରେ ଘିଅ ବି ଢଳାଯାଏ, କିଛି କର୍ପୂର ବି ପକାଯାଏ, ଯାହାଦ୍ୱାରା କି ଭଲ ଭାବରେ ସେ ଜଳିଯିବ। ଦର୍ଶକ ବନ୍ଧୁ, ମୃତ୍ୟୁ ପରେ ଯେତେବେଳେ ଶବଯାତ୍ରା କରାଯାଏ, କାହିଁକି କିଛି କଏନ୍ ଏବଂ ଲିଆ କଉଡ଼ି ଫିଙ୍ଗାଯାଏ? ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ବଞ୍ଚିଥିବା ସମୟରେ ଯେଉଁ ଟଙ୍କା ପାଇଁ ସେ ପାଗଳ ହୋଇ ରହୁଥିଲା, ସେହି ଟଙ୍କା ତାର ଆଖପାଖରେ ପଡ଼ିଥାଏ କିନ୍ତୁ ସେ ଗୋଟାଇ ପାରୁନଥାଏ। ଏହା ଏକ ସଂକେତ ଅଟେ ଏହି ମଣିଷ ସମାଜ ପାଇଁ। ଏବଂ ଯେଉଁ ଲିଆ ଫିଙ୍ଗାଯାଏ, ଲିଆକୁ ଯଦି ଆମେ ଫୁଙ୍କିଦେବା ଗୋଟିଏ ସେକେଣ୍ଡ ଲାଗିବନି, ଉଡ଼ିକରି ଚାଲିଯିବ। ସେଥିପାଇଁ ମଣିଷର ଗର୍ବ ଅହଙ୍କାର ସେଠି ହିଁ ତଳିତଳାନ୍ତ ହୋଇଗଲା, ସେମିତି ଉଡ଼ିକରି ଚାଲିଗଲା, ଯେମିତି ସେହି ଲିଆ ଫିଙ୍ଗିଦେଲେ ଚାଲି ଯାଇଥାଏ, ପବନରେ ସବୁ ଉଡ଼ିକରି ଚାଲିଯିବ। ତେଣୁ ଯେତେବେଳେ ମଣିଷଟି ବଞ୍ଚିଥିବ
ସବୁବେଳେ ଗର୍ବ ଅହଙ୍କାର ଏବଂ ପଇସା ପାଇଁ ପାଗଳ ହୋଇଥାଏ। ମରିଯିବା ପରେ ସେହି ଶବଯାତ୍ରା ସମୟରେ ସେ ସବୁ ଥାଇ କରି ବି ସେ କିଛି କରିପାରୁନଥାଏ। ଶବଯାତ୍ରାକୁ ଦେଖିକରି ନମସ୍କାର କରିବା ଉଚିତ, କାରଣ ସେହି ଆତ୍ମା ଶବରୁ ବାହାରି କରି ସେହି ତାର ଶବଯାତ୍ରାରେ ହିଁ ତା ସାଙ୍ଗେ ସାଙ୍ଗେ ହିଁ ଯାଇଥାଏ, ତା ସାଙ୍ଗରେ ହିଁ ଯାଇଥାଏ। ଆମେ ଯେତେବେଳେ ସେହି ଶବଯାତ୍ରାକୁ ନମସ୍କାର କରିଥାଉ, କୁଆଡେ ଗଲା ସମୟରେ ଯଦି ସେହି ଶବଯାତ୍ରାକୁ ନମସ୍କାର କରିଥାଉ, ସେହି ମୃତକଙ୍କର ଆତ୍ମା ଆମକୁ ଆଶୀର୍ବାଦ ଦେଇଥାଏ। କାରଣ ମରିଯିବା ପରେ ସେହି ଆତ୍ମା ଯାହାବି କାହା ପ୍ରତି ବି ରାଗ ରିସା ଥିଲା, ଯାହାବି ସେ ସବୁ ଭୁଲିଯାଏ। ସେ ଜାଣିଦିଏ ଯେ ତାର ମୃତ୍ୟୁ ହୋଇଯାଇଛି। ଆଉ ରାଗ ରିସା କରି ଲାଭ କଣ? ଆମେ ନମସ୍କାର କରିବା ଦ୍ୱାରା ଆମକୁ ପୁଣ୍ୟ ଫଳ ମିଳିଥାଏ। କେଉଁ ଆଡେ ଯିବା ସମୟରେ ଯଦି ଆପଣ ସ୍ୱର୍ଗଯାତ୍ରା ବା ଶବଯାତ୍ରା ଦେଖୁଛନ୍ତି, ନମସ୍କାର କରୁଛନ୍ତି, ଆପଣ ତ କାର୍ଯ୍ୟରେ ନିଶ୍ଚୟ ସିଦ୍ଧି ପ୍ରାପ୍ତ କରିବେ। ଦର୍ଶକ ବନ୍ଧୁ, ଆଜିର ରହସ୍ୟମୟ କଥାଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ। ଏହିଭଳି ସୁନ୍ଦର ସୁନ୍ଦର ଭିଡିଓ ଦେଖିବାକୁ ହେଲେ ମୋ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରନ୍ତୁ ଏବଂ ବହୁ ମାତ୍ରାରେ ସେୟାର କରନ୍ତୁ।